ପ୍ରେମର ଶେଷଟା କ'ଣ? ପ୍ରତାରଣା। ପ୍ରେମର ଶେଷ କ'ଣ? ଧୋକା। ପ୍ରେମ କ'ଣ ଏତେ ଅବିଶ୍ୱାସ? ପ୍ରେମ କ'ଣ ଏତେ ନିର୍ଦ୍ଦୟ ହୋଇପାରେ? ପ୍ରେମ କରି ସଫଳ ହେବାକୁ ଯାଉଥିବା ଜଣେ ପ୍ରେମିକ ସହିତ କ'ଣ ଏମିତି ବି ଘଟିପାରେ? ପ୍ରେମ କ'ଣ ଜଣେ ପ୍ରେମିକର ସବୁ ବିଶ୍ୱାସ ଭରସାକୁ ଭାଙ୍ଗିରୁଜି ଚୁରମାର କରିଦେଇପାରେ? ଏସବୁ ପ୍ରଶ୍ନର ଉତ୍ତର ଖୋଜି ଚାଲିଥିଲା ବିଚରା ପ୍ରେମିକ ବିକାଶ। ଆଉ ନିଜକୁ ନିଜେ ବିଶ୍ୱାସ କରିପାରୁନଥିଲା ଯେ ତା ପ୍ରେମିକା ଶିବାନୀ ତା ସହିତ ଏମିତି କିଛି କରିଛି ବୋଲି। କ'ଣ ଘଟିଥିଲା ପ୍ରେମିକ ବିକାଶ ସହିତ ଜାଣିବା ପୂର୍ବରୁ ଜାଣି ରଖନ୍ତୁ, ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀକୁ ସବୁଦିନ ରାତି 9ଟାରେ ଦେଖିବାକୁ ଜମାଇ ଭୁଲନ୍ତୁନି। ଆଉ ଯଦି ଭୁଲି ଯାଇଛନ୍ତି ତେବେ ବଣ୍ଟି ବବଲି ଲଭ୍ ଷ୍ଟୋରି ନାଁରେ ହୋଇଥିବା ପ୍ଲେଲିଷ୍ଟକୁ ଯାଇ ସବୁ ଏପିସୋଡ଼କୁ ନିଶ୍ଚୟ ଦେଖନ୍ତୁ। ଏବେ ଆସନ୍ତୁ ଜାଣିବା ବିକାଶ ଆଉ ଶିବାନୀର ପ୍ରେମ କାହାଣୀଟା କ'ଣ ଥିଲା। ପ୍ରେମ କରି ବାହା ହେବାକୁ ଯାଉଥିବା ଶିବାନୀ ହଠାତ୍ କୁଆଡ଼େ ନିଖୋଜ ହୋଇଗଲା। ଶିବାନୀକୁ ନ ପାଇ ପ୍ରେମିକ ବିକାଶ ପାଗଳ ଭଳି ହୋଇଯାଇଥିଲା। ଶେଷରେ ପୋଲିସରେ ଅଭିଯୋଗ ବି କରିଥିଲା। ପୋଲିସ ଅଭିଯୋଗ ପାଇବା ପରେ ତୁରନ୍ତ ଶିବାନୀର ମୋବାଇଲ ଟ୍ରାକ୍ କରିବା ଆରମ୍ଭ କରିଦେଇଥିଲା। ହେଲେ ଇଏ କ'ଣ, ଶିବାନୀର ଫୋନ୍ଟା ସୁଇଚ୍ ଅଫ୍ ଅଛି। ଘଟଣା ସମ୍ପର୍କରେ ଜାଣିବାକୁ ପୋଲିସ ଛାନଭିନ୍ ଆରମ୍ଭ କଲା। ଶିବାନୀକୁ କିଏ କିଡନାପ୍ କରିଛି ନା ଶିବାନୀ ସହିତ କିଛି ଅଘଟଣ ଘଟିଛି? ଏହିଭଳି ଚିନ୍ତାରେ ପଡ଼ିଯାଇଥିବା ବିକାଶ କ'ଣ କରିବ କିଛି ଚିନ୍ତା କରିପାରୁନଥିଲା। ଏମିତି ଅନେକ ଭାବନା ଭିତରେ ଥିବା ବିକାଶ ପାଖକୁ ଥାନାରୁ ଏକ କଲ୍ ଆସିଥିଲା। ଆଉ ଥାନା ଅଧିକାରୀ ଥାନାକୁ ଯିବାକୁ ଡାକିଥିଲେ। ବିକାଶ ଥାନାରେ ପହଞ୍ଚିଥିଲା। ଆଉ ଥାନାରେ ଗୋଟେ କୋଣରେ ଶିବାନୀ ଆଉ ତାର ଜଣେ ପୁରୁଷ ବନ୍ଧୁ ଠିଆ ହୋଇଥିଲେ। ପ୍ରଥମେ କିଛି ବୁଝିପାରୁନଥିବା ବିକାଶ ଯେତେବେଳେ ପ୍ରକୃତ ରହସ୍ୟ ଜାଣିଲା ସେତେବେଳେ ପ୍ରେମ ଉପରୁ ତାର ବିଶ୍ୱାସଟା ପୁରା ଉଠି ଯାଇଥିଲା। ବିକାଶ ଯାହାକୁ ପ୍ରେମ କରୁଥିଲା ସେହି ଶିବାନୀ ଗୋଟେ ଫ୍ରଡ୍ ଥିଲା। ଏମିତି ଅନେକ ଲୋକଙ୍କୁ ନିଜ ସୁନ୍ଦରତାର ଫାଇଦା ଉଠାଇ ପ୍ରେମ ଜାଲରେ ଫସାଇ ଦେଉଥିଲା। ଆଉ ନିଜକୁ ଅନାଥ କହି ତାଙ୍କଠୁ ଟଙ୍କା ଝଡ଼ଉଥିଲା। ଶେଷରେ ବାହାଘରେ ଟଙ୍କା ଖର୍ଚ୍ଚ କରିବାକୁ କହି ମୋଟା ଅଙ୍କର ଟଙ୍କା ନେଇ ଫେରାର ହୋଇଯାଉଥିଲା। ଆଉ ଏଥିରେ ସହଯୋଗ କରୁଥିଲା ତାର ଏଇ ପୁରୁଷ ବନ୍ଧୁ। ବିକାଶ ସହିତ ବି ସମାନ ଘଟଣା ଘଟିଥିଲା। ଶିବାନୀ ନିଜକୁ ଅନାଥ କହି ବିକାଶକୁ ପ୍ରେମ ଜାଲରେ ଫସାଇଥିଲା। ପ୍ରେମର ମିଛ ନାଟକ କରି ଅନେକ ଦାମୀ ଉପହାର ବି ବିକାଶଠୁ ନେଉଥିଲା। ଆଉ ଶେଷରେ ବିକାଶକୁ ବାହା ହେବାକୁ ବାହାଘର ଡେଟ୍ ଫାଇନାଲ କରି ବାହାଘରରେ ଭୋଜିଭାତ ପାଇଁ ଟଙ୍କା ଦରକାର କହି 5 ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲା। ପୋଲିସ ଯେତେବେଳେ ସେହି ସହରର ଏକ ଭଡ଼ା ଘରୁ ଶିବାନୀ ଆଉ ତାର ଏ ପୁରୁଷ ବନ୍ଧୁକୁ ଗିରଫ କରିଥିଲା ସେତେବେଳେ ସବୁ ସତ ପୋଲିସ ଆଗରେ ମାନିବା ଛଡ଼ା ଆଉ ଯେମିତି ଏମାନଙ୍କ ପାଖରେ କିଛି ରାସ୍ତା ନଥିଲା। ବିକାଶ କଥା ଜାଣିବା ପରେ ନିଜକୁ ଧିକ୍କାର କରୁଥିଲା। ଆଉ ଏ ଶିବାନୀ ଭଳି ଯୁବତୀକୁ ପ୍ରେମ କରୁଥିଲା ବୋଲି ନିଜକୁ ବିଶ୍ୱାସ କରିପାରୁନଥିଲା। ଆଉ କହୁଥିଲା କ'ଣ ସତରେ ପ୍ରେମଟା କ'ଣ ଏତେ ଯନ୍ତ୍ରଣାଦାୟକ? ପ୍ରେମ କରି ସେ କ'ଣ ଭୁଲ କରିଛି? ଅନାଥ ଝିଅ ବୋଲି ସାହାରା ଦେବାକୁ ଯାଇ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ମନର ମାନସୀ କ'ଣ ଏତେ ଧୋକେବାଜ ହୋଇପାରେ? ଏ ପ୍ରେମର ଶେଷ କ'ଣ କେବଳ ଯନ୍ତ୍ରଣାଦାୟକ? ଏହିଭଳି ଅନେକ ପ୍ରଶ୍ନର ଉତ୍ତର ନିଜେ ନିଜେ ଖୋଜି ଚାଲିଥିଲା। ସେପଟେ ପୋଲିସ ଶିବାନୀ ଆଉ ତାର ପୁରୁଷ ବନ୍ଧୁକୁ ଜେଲ୍ ପଠାଇ ଦେଇଥିଲା। ଏ ଦୁନିଆରେ କାହାକୁ ଭରସା କରିବା ଆଜ୍ଞା? ଯିଏ ନିଜକୁ ଅନାଥ କହି ବିକାଶ ଭଳି ନିରୀହ ଯୁବକକୁ ଫସେଇ ଯଦି ଏମିତି କରିପାରୁଛି ତେବେ ଆଉ କେଉଁ ଯୁବତୀକୁ କେମିତି ଭରସା କରିବ? ଆଉ କାହାକୁ କେମିତି ପ୍ରେମ କରିବ? ଆଉ କିଛି ଦିନ ପରେ ଶିବାନୀ ବିକାଶକୁ ବାହା ହେଇଥାନ୍ତା। କେତେ ଖୁସିରେ ଘର ସଂସାର କରିଥାନ୍ତା। କିନ୍ତୁ ଏଇଭଳି ଯୁବତୀମାନେ ସଂସାରର ମାନେ କ'ଣ ଜାଣନ୍ତିନି ଆଜ୍ଞା। ପ୍ରେମର ମାନେ କ'ଣ ଜାଣନ୍ତିନି ଆଜ୍ଞା। କେବଳ ପ୍ରେମର ନାଟକ କରି ଲୁଟ୍ କରି ଜାଣନ୍ତି। ଆଉ ଅନ୍ୟକୁ କଷ୍ଟ ଦେବା ଜାଣନ୍ତି। କ'ଣ ଭୁଲ କହିଲି କି ଆଜ୍ଞା? ଏଇଭଳି ଯୁବତୀମାନଙ୍କୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚୟ ଜଣାଇବେ। ସବୁଦିନ ରାତି 9ଟାରେ ବଣ୍ଟି ବବଲି ରଙ୍ଗ ନମ୍ବର ପ୍ରେମ କାହାଣୀ ଦେଖିବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।